ମାମୁଁ ଘରେ ଅଛି କହିଲା କଣ ସାରାଂଶ ମୋରାଂଶ ହେଲା ଓକାଳ ଭାତ କହୁଛନ୍ତି ମାଇଁ ତମ ବିଷୟରେ। ମୋର ଏବେ ବିରିୟାନୀ ପୁରା ରେଡି ହେଇଯାଇଛି। हेलो हाय नमस्कार जय जगन्नाथ मुझे स्वागत करुच्ची आपण मानक मोर एक नुआ ब्लॉग को आज सकाळु सकाळु आमे बिहाइंड द शूट टिके देखंतु कैमरा ना लाइट मैन एतरा लाइट पकेइले चिरा ना जे तो आमे आज सकाळु उठिचु काई ना आज जो ठाकुरंकर जन्मदिन अच्छी ठाकुर अनुकूल चंद्र जन्मदिन अच्छी तो से आम सब शीघ्र उठिकी सब लाइन लगे छिड़ा माई पूजा कर पूजा कर सारे भोग खाई पूजा सामग्री रही माई पूरा सका गाधे पाधे रेडी होती पूजा करेंगे बोली चलतु देखिए आमर पूजा केमी हो ठाकुर जन्मदिन आम केमती सेलिब्रेट करूँ से मो ब्लॉग में देखा पाइबे। थर शंख कौन भाई फुंकिला 136 माने ठाकुर 136तम जन्म तिथि ताल नवमी तिथि 136 थर फुंकिया कथा 136 थर फुंकिबा कथा आ 100 पई एते थर तो फुंकी हेबनी 100 पई गोटे थर फुंकिलु आ 36 थर फुंकिलु 36तम जन्मदिन 36तम जन्म तिथि एटा तिथि आ 100 जन्म दिवस पालन हे गला हमर 16 तारिख दिन सेप्टेम्बर 16 तारिख दिन प्रति श्री मंदिर रे पालन हैला आ एटा होची तिथि ताल नवमी तिथि एथर दी थरिया पड़ची पर दिन अष्टमी गला कि अष्टमी गला काली कि अष्टमी गला तेनो आज हमर तिथिटा पालन सब आडे घर घर का तिथिटा पालन ना आश्रम रो निर्देश हेची आज 24 तारिख घरे घरे सब पालन हम आम डाल सब टंगा हेबो झोटी पड़े जीवो पका हेची आम डाल टंगा हेची भोग प्रसाद भोग हैला आउ अन्य भोग ताक पर ठाकुर पाखरे हमर नडिया कदली एते भोग ये नुहे आ प्रसाद से जोटा भलपादी रसगोला भलपादी संदेश भलपादी एटा भोगटा हैला आउ हमर आनी की रखी दिबा से भोग प्रसाद मिसे देले मिसे देकी हमें हमर पड़िसा सही भलो मंद सब बंटा हबो प्रसाद बंटा हबो ताबरे आज तमरा भलो मंद बनै की जहां तबे खाइ परिबो निरामिष भोजी ऊपर तमरा खाइ परिबो ताबले माने नुहे जे तमे आइसो खाउचो आज मांस खाइमु आ जी आज तमरा बिरयानी खा कि पनीर बनै वेज रे खुशी बनैबो आज आ जन्मदिन ठाकुरंकर जन्मदिन खुशी दिन रे आज तमरा सब विभिन्न प्रकार बनै की तमरा खाइ परिबो मोर भी खाइबाटा पूजा पर ताको कथा जानो जानी कि खाली तमे वीडियो करते न होबो नै बुझिबो जानिबो तमे ठाकुर धरिबो आगु बढ़ी चलिबो देखिबो तमर केते माने जीवन रे केते उन्नति आ मो कथा तो कहिने तमे आउरी तमे जानि परिबो तमे मो दुख कथा मु कहि परिनी ठाकुर केते मो कहि करि चंती सेटा कहा पाकर कहि पारंती माई पूरा इमोशनल हे गला मु छोट दिनरु षष्ठ श्रेणी मो आश्रम देखिया नै मो बाबा ने मत दीक्षित परिवार जन्म दो माने छोट दिन
ମୁଁ ଠାକୁରଙ୍କୁ ଧରିଥିଲି ଷଷ୍ଠ ଶ୍ରେଣୀ ଦିନିକାରୁ। ଆଉ ମୁଁ ଧରିଛି କେବଳ ତାଙ୍କୁ ହିଁ ଜାଣିଥିଲି, ଅନ୍ୟ ଆଉ କାହାରିକୁ ମୁଁ ଏତେ ବି ଇଏ କରେନି, ବିଶ୍ୱାସ କରେ ଯଦି ବା, କିନ୍ତୁ ତାଙ୍କୁ ହିଁ ତ ବିଶ୍ୱାସ ବେଶୀ କରେ। ଆଉ ଯାହା ହଉ ମୋ ବାବା ବହୁତ ଠାକୁରଙ୍କ ପାଖରେ ମାନେ ଦୀକ୍ଷିତ ପରିବାରରେ ବାହା ଦେବେ ବୋଲି ବହୁତ ମାନେ ଖୋଜାଖୋଜି କଲେ। ଯେତେବେଳେ ତାଙ୍କ ମନ ଲକ୍ଷେ ନ ପାଇଲେ ମୁଁ କହିଲି ଠାକୁର ଦୀକ୍ଷିତ ପରିବାରକୁ ତ ଦେବେ, ମୁଁ କଣ ଆଉ ହେଠି ଯାଇକି କରିପାରିବି ଅଧିକା। ସେଇ ଦୀକ୍ଷିତ ପରିବାରରୁ ଯିମି, ସେଇ ଦୀକ୍ଷିତ ପରିବାରରେ ଗଲା ଠାକୁରଙ୍କ ବିଷୟରେ ଜାଣିବେ କେମିତି, ସମସ୍ତେ ଜାଣିବେ କେମିତି, କରିବୁ କେମିତି, କଣ ହବ। ଯାହା ହଉ ମୋର ତ ସେଠି ବାହାଘର ହେଲା ତମ ମାମୁଙ୍କ ସହିତ। ହେଲା ପରେ ଆସ୍ତେ ଆସ୍ତେ ତମ ମାମୁଁ ତ ବହୁତ ମାନେ ଠାକୁରଙ୍କ ଭକ୍ତ ଥିଲେ, ବହୁତ ରାଗି ବି ଥିଲେ। ଏପର୍ଯ୍ୟନ୍ତ ମାମୁଁ କଣ କହୁଛନ୍ତି ମାଇଁ ତମ ବିଷୟରେ? ଠାକୁରଙ୍କୁ ଧରିକି ଚାଲିକି ଯାହା ହଉ ମୋ ଜୀବନର ବହୁତ ଉନ୍ନତି ହେଇଛି, ବହୁତ ମାନେ ଉନ୍ନତି ହେଇଛି। ତମେ ତ ଜାଣିଛ ମୋ ଇଚ୍ଛା ସବୁ ଫୁଲଫିଲ୍ ହେଇଛି, ସେ ଯାହା ଚାହିଁଥିଲେ। ଆଉ ଯେତିକି ରହିଛି ବାକି ସେତିକି ଠାକୁରଙ୍କ ପାଖରେ ପ୍ରଣତି ମୋର, ସେତିକି ଯେମିତି ଖୁବ ଆନନ୍ଦରେ ପରିବାରଟା ଯେମିତି ସୁସ୍ଥ ରହିକି ନିରୋଗ ରହିକି ମୋ ଜୀବନଟି ଯିବ। ଆଉ ଗୋଟିଏ ଆଉ ଛୁଆ ଅଛନ୍ତି ସେ ଯେମିତି ଆଗକୁ ଯାଇକି ସେଇ ଠାକୁରଙ୍କ ଆଡିକି ତାର ମନ ଦେଇକି ଧ୍ୟାନ ଦେଇକି ସେ ଯେମିତି ତାର ଆଗେଇ ଚାଲିବ, ସେତିକି ମୋର ଇଏ। ତମେ ମାନେ ବି ଆଗେଇ ଚାଲ, ତମେ ମାନେ ଠାକୁରଙ୍କୁ ବୁଝ, ଜାଣ। ଆଉ ତମ ମା କୁ ତ କହିନି, ସିଏ ତ ଏପର୍ଯ୍ୟନ୍ତ ତମ ମା ହେଲେ ନାହିଁ, ବୁଝିପାରିଲେ ନାହିଁ। ଆଉ କଣ କରିବି, ମୁଁ ସବୁ ବର୍ଷ ବୁଝଉଛି କିନ୍ତୁ ସେ ବୁଝି ବି ପାରୁନାହାନ୍ତି। ଆଉ ଦେଖ, ବୁଝ, ଯାଅ ଦେଖ, ଆଶ୍ରମ ଥରେ ଚାଲ, ସେଠି ଜାଣିପାରିବ କେତେ ମାନେ ଠାକୁରଙ୍କର ମାନେ କେତେ ଭଲ ପାଇବା, ତାଙ୍କର ଭଲ ପାଇବାଟା ବେଶୀ। ଆଉ ମୁଁ ଏଇ ଯୋଉ ଭଲ ପାଇବାଟା ଦେଖୁଛି, ମୁଁ ଛୋଟ ଦିନରୁ ସେଇ ଭଲ ପାଇବାଟା ମୋର ମୁଁ ଶିଖି ଆସିଛି ସେଇ ପରମ ଦୟାଳୁଙ୍କ ପାଖରୁ, ଏଇ ଭଲ ପାଇବାଟା। ଆଉ ମୋର କାହା ସହିତ ମୁଁ ଇଏ ହଉନି, ମୁଁ ସମସ୍ତେ ମୋର ଭଲ, ମୁଁ ସମସ୍ତଙ୍କ ସହିତ ମୋର ଭଲ ପାଇବା, ଏଇ ଭଲ ପାଇବା ନେଇକି ମୋ ବଞ୍ଚି ଚାଲିଛି। ପୂଜାପୂଜି ସବୁ ସରିଲା ପରେ ଆମର ଏବେ ଖାଇବା ଆସିଯାଇଛି। ଏଟା ଅଛି ଗରମ ଗରମ ବରା, ଆଉ ଏଥିରେ ଅଛି ପୁରୀ ତରକାରୀ, ଏଇଟା ମୋ ପାଇଁ, ଆଉ ଏଟା ବୋଉ ଆଉ ମାଇଁ ହେରିକା ଖାଇବେ। ଆଉ ଏଟାରେ ବି ତରକାରୀ ଅଛି। ସେ ଦି ଜଣ ମାର୍କେଟରୁ ଖାଇ ଦେଇ ଆସିଛନ୍ତି। ପ୍ଲେଟ୍ ଗୁଡ଼ା ଦିଟା ତରକାରୀ ଅଛି, ଏଟା ଗୋଟେ ଏଟା ଗୋଟେ ତରକାରୀ ଅଛି। ତ ଏବେ ଏଟା ଖାଇବା ପିଇବା ସରିଲା ପରେ ଏବେ ଆମର ଲଞ୍ଚ ପାଇଁ ହବ ବିରିୟାନୀ, ଭେଜ ବିରିୟାନୀ। ତ ଚାଲନ୍ତୁ। ରବିବାର ହେଲେ ବି ଆମର ମାମୁଁ ଘରେ ଭେଜ ବିରିୟାନୀ। ଆଗେ କହିଥିଲେ ବା ଠାକୁରଙ୍କ ଜନ୍ମଦିନ ବୋଲି। ଯେହେତୁ ଆଜି ଠାକୁରଙ୍କର ଜନ୍ମଦିନ ଅଛି ସେଥିପାଇଁ ଆମର ଆଜି ଭେଜ। ଆଜି ସଣ୍ଡେଟା ଯେହେତୁ ନନଭେଜ ଡେ, କିନ୍ତୁ ଠାକୁରଙ୍କ ଜନ୍ମଦିନ ପାଇଁ ଆମେ ଆଜି ଭେଜ ଖାଉଛୁ, ତ ଆମର ଆଜି ଭେଜ ବିରିୟାନୀ। Yummy yummy in my tummy. और ଏବେ ବିରିୟାନୀ ପୁରା ରେଡି ହେଇଯାଇଛି। ଟନ୍ ଟନ୍ ଫୁଲ ଜାସିମ୍ ସିଂ ଟେଷ୍ଟି ଦେଖାଉଛି। ତ ଆପଣମାନେ ଟିକେ ଭିଡ଼ିଓ ଦେଖିକି ଟେଷ୍ଟଟା ନେଇଯାଆନ୍ତୁ, ଆମେ ଖାଇକି ଟେଷ୍ଟଟା ଜଣେଇବୁ। ମୋ ବୋଉ ଏଠି ବାଢୁଛି କଚୁମ୍ବର, ତ ଏଠି ପ୍ଲେଟ୍ ରେଡି, ଆମେ ଏବେ ଖାଇବୁ। ହେଇଛି ଖାଇବାଟା, ସବୁ ରିଭ୍ୟୁ ଦିଅ। ବୋଉ କେମିତି ଲାଗିଛି? ବହୁତ ଟେଷ୍ଟି, ବିନା ପିଆଜ ରସୁଣରେ ପ୍ରସ୍ତୁତ। ଆମର ଏଟା ମୋର ଜନ୍ମଗତ, ମୋ କହିବାଟା କିଛି ଫରକ ପଡ଼ିବନି। ତ ଆମେ ଏବେ ଖାଇବୁ ବିରିୟାନୀ। ତମେ ଖାଇବି, ଆଉ ସେଫ୍ ହେଲା ଏ ମ୍ୟାଡାମ। ତ ଚାଲନ୍ତୁ ଆମେ ଟିକେ ଖାଇଦଉ, ତାପରେ ଆପଣମାନଙ୍କ ସହିତ କଥା ହଉଛି। ତୋ ରିଭ୍ୟୁଟା ନବା। ତମେ ଭାଇ ଭଉଣୀ 2 ଜଣ ବିନା ପିଆଜ ରସୁଣରେ ପ୍ରସ୍ତୁତ ବିରିୟାନୀ ଖାଇଲ, କେମିତି ଲାଗିଲା ରିଭ୍ୟୁ କୁହ? ତମେ କୁହ ଆগে। ଟେଷ୍ଟି ଲାଗିଲା ବହୁତ, ହେଲେ ଟିକେ ପିଆଜ ରସୁଣ ଆଉ ନନଭେଜଟା ଟିକେ ବେଶୀ ଭଲ ଲାଗିଥାନ୍ତା, କିନ୍ତୁ ଏଇଟା ବି ଭଲ ଲାଗିଲା। ବାସ୍, ଆପଣଙ୍କୁ କେମିତି ଲାଗିଲା? ବିରିୟାନୀଟା ମସଲା ଟିକେ କମ୍ ହେଇଥିଲା,
ଛତୁଟା ଭଲ ହେଇଥିଲା, ପନିରଟା ତ ଭଲ ହେଇଥିଲା। ଆପଣ ଜାଣିଛନ୍ତି ମୁଁ ନନଭେଜ ଖାଏନି, ଜାଣିନାହାନ୍ତି ଜାଣି ନିଅନ୍ତୁ ମୁଁ ନନଭେଜ ଖାଏନି। ବିନା ପିଆଜ ରସୁଣ ବିରିୟାନୀଟା ବେକାର ହେଇଥିଲା। ବେ ଏଡେ ମାଡୁଆଟା ନା ବେ, 2-4 ଥର ମାଗି ମାଗି ଖାଇଲ, ଲାଷ୍ଟ ରେ ଏମିତି କହୁଛ ବେକାର ହେଇଥିଲା। ପିଠା ଦରକାର, ପିଠା ଦରକାର। ଆଚ୍ଛା ଆଚ୍ଛା ର ତ ଛତୁ ଫର୍ଷ୍ଟ ଟାଇମ ପାଇଁ ଖାଇଲୁ, କେମିତି ଲାଗିଲା? ତୁ ତ ଛତୁ ବି ଏମିତି ଖାଉନା। It's kind of ଡୋଣ୍ଟ ଟକ୍ ଇନ୍ ଇଂଲିଶ। rubbery type material. ଓଡିଆରେ କହ। ଏଇଟା ଗୋଟେ ତ ହେୟାରରେ ଟିକେ ଜଟ ବାନ୍ଧିଦେଲୁନି। କାଇଁ ମୁଁ ଝିଅ ପିଲା ନୁହେଁ? ରବରୀ ଟାଇପ ର ମେଟେରିଆଲ ଥିଲା ପା। ସେଇଟା ଗୋଟେ ରବର ଟାଇପ ର ଖାଦ୍ୟ ପଦାର୍ଥ ହଁ ଯୋଉଟା ପାଟିରେ ଗଲେ ଚିପା Tasty ଚିପା ଲାଗେ। ଲାଗେ। ପାଟିକୁ ତୋ ବାବା tasty କହିଲା ଲାଗେ। ସାରାଂଶ ମୋରାଂଶ ହେଲା ଓକାଳ ଭାତ। ମାନେ ଏତେ କଷ୍ଟ କରି ଖାଇବା ବନା ଗଲା। ଗୋଳେଇକି ସବୁ ଖାଇଦେଲେ ଆହୁରି ଆରାମସେ ଭାତ ଆଉ ଛୁଇଁ ତରକାରୀ ଖାଇଥିଲେ ବଢିଆ ଲାଗିଥାନ୍ତା। ଦେଖ କେମିତି କମେଣ୍ଟ କରିକି ପଳେଇଗଲେ ଆମର। Actually ମତେ ବହୁତ ଭଲ ଲାଗିଲା, ଟେଷ୍ଟି ବି ହେଇଥିଲା। ଆଉ ମୁଁ ବହୁତ ସାରା ଖାଇଦେଇଛି, ମୋ ପେଟ ପୁରା ଫୁଲ। ଆଚ୍ଛା, କିନ୍ତୁ ଆପଣଙ୍କର ମାଇଙ୍କର ରିଭ୍ୟୁ କଣ ଥିଲା? ଓକାଳ ଭାତ ଠିକ ପ୍ୟାକେଟର ଅଛି। ମିଛ। Actually ଟେଷ୍ଟି ଥିଲା। ଆଉ ଆପଣ କିଛି କହିବେ? କଣ କହିବି? କିଛି କହିବେ? ତୁ ପଚାରିଲୁ କଣ କହିବି? ଏକ୍ଜାମ ସିଟ୍ ଆମେ ନିଜେ ଆନ୍ସର ଲେଖିବୁ ନା କୋଶ୍ଚିନ୍ ପଢିକି ସିନା କହିବୁ। It's called camera, not exam. ଏଇ ବେ ଇଏ ବି ଆସିଲେ। ଆପଣଙ୍କୁ କେମିତି ଲାଗିଲା ରିଭ୍ୟୁଟା? ରିଭ୍ୟୁ ଦିଅନ୍ତୁ। ବଡ ଟେଷ୍ଟ ହେଇଥିଲା। ହଁ ପେଟ ପୁରା ଖାଇଛନ୍ତି? ଖାଇଲେ ତ? ହଉ ବହୁତ ଭଲ ଲାଗିଲା। ହଉ ନେକ୍ସଟ ଟାଇମ ଆମେ ଆଉ କିଛି ଫ୍ରାଇଡ ରାଇସ୍ ବନେଇବା। ଖାଲି କରିଛ ବୋଲି ବାଧ୍ୟରେ ଦେଲ ଖାଲି ଗଣ୍ଡେ ଖାଇବା କଥା। ଆଚ୍ଛା। ମୋର ଭାତ ଛୁଇଁ ଆଳୁ ବଡି ତରକାରୀ ହେଇଥିଲେ ବହୁତ ସେମ୍ ଆଚ୍ଛା